ଯେତେବେଳେ ନେଡ଼ି ଗୁଡ଼ କହୁଣିକି ବୋହିଯାଏ ଆଉ ଜିଭ ଲଗେଇଲେ ମଧ୍ୟ ସେ କହୁଣିରୁ ଜିଭ ପାଏ ନାହିଁ। ତ ସେଇଭଳି ଯେତେବେଳେ ସରକାର ମନ ଖୁସିରେ ମୋବାଇଲଟିକୁ କାଢ଼ି ଦେଖୁଥିଲେ ତ ସେତେବେଳେ ତାଙ୍କୁ ହୁଏତ ବୋଧେ ଭଲ ଲାଗୁଥିବ ଯେ ଏଇଭଳି ନଗ୍ନ କିମ୍ବା ଏଇଭଳି ଅଶ୍ଳୀଳତାକୁ ପ୍ରଶ୍ରୟ ଦେବା ପାଇଁ ସେଇମାନେ ହିଁ ଆଗ ପ୍ରୋତ୍ସାହନ କରିଥିଲେ। କାହିଁକି ଡେ ଫାଷ୍ଟରୁ କଥାରେ ଅଛି ମୁରୁ ମାଇଲେ ଯିବ ସାରି ଦେବ ସଙ୍ଗେ କିମ୍ବା ଗଳି। ତେଣୁ ଯଦି ପ୍ରଥମ ଡେ ଫାଷ୍ଟରୁ ଯଦି ବିରୋଧ କରାଯାଇଥାନ୍ତା ତାହେଲେ ହୁଏତ ଆଜି ଆଉ କିଏ ସାମ୍ନାକୁ ଆସିନଥାନ୍ତେ। ତେଣୁ ଯେତେବେଳେ ସାମ୍ନାକୁ ଆସି ଓଡ଼ିଶାରେ ପ୍ରତିଷ୍ଠିତ ହେଇଯାଇଥିବା ବ୍ୟକ୍ତିଙ୍କୁ ଆପଣ ତାକୁ ଯଦି ଆଙ୍ଗୁଠି ଦେଖାଇବେ ସେ ହାଇଲାଇଟ୍, ଯଦି ଆପଣ ତାଙ୍କୁ ବିରୋଧ କରିବେ ସେ ହାଇଲାଇଟ୍, ଆପଣ ଯେତେ ପ୍ରକାର ଯାହା କରିବେ ସେ ହାଇଲାଇଟ୍। ତେଣୁ ଏଇଟା ନିଶ୍ଚିନ୍ତ ରୂପେ ଆଜି ଯେଉଁ ବାହା ନେଉଛନ୍ତି କିମ୍ବା କହୁଛନ୍ତି ଯେ ଏତେ ସଂଖ୍ୟକ ଆମେ ଆକ୍ରମଣ କରିବୁ, ସେ ଆକ୍ରମଣଟା କେବେ କରିବେ ଦେଖିଲା ପରେ ଜଣାପଡ଼ିବ। ଆଉ ତା ପୂର୍ବରୁ ଯେମିତି କୁହାଯାଏ ଛେଳି ମରା ନ ହଉ ମାଂସ ବଣ୍ଟା ସରିଥାଏ, ଛେଳି ଫିଟିକିରି ଖୁଣ୍ଟରୁ ପଳେଇ ଯାଇଥାଏ, ସେମିତି ବର୍ତ୍ତମାନ ଯଦି ଖଣ୍ଡଗିରିରେ ଯାତ୍ରା ଟୋଟାଲ ସରକାର ବନ୍ଦ କରିଦେବେ ଆଇଟମ୍ ତ ଡ୍ୟାନ୍ସ ହେଇପାରିବନି। ତେଣୁ ଯାତ୍ରା କରୁଛ କାହା ପାଇଁ, ଆଇଟମ୍ କାହା ପାଇଁ, ଅଶ୍ଳୀଳତା କାହା ପାଇଁ, ସେଇଟା ସରକାର ବିଚାର କରନ୍ତୁ। କେଉଁ କାଟାଗୋରୀର ଲୋକ କେଉଁଠିକି ଯିବେ ସେଇଟା ସରକାର ହିଁ ବିଚାର କରନ୍ତୁ। ଆପଣ ଆଇନଜୀବୀ ହିସାବରେ ଯେହେତୁ ସମାଜକୁ ଏମିତି ଅସୁସ୍ଥ କରୁଛନ୍ତି ବା ଲଗ୍ନ ନୃତ୍ୟ କରିକି ସମାଜକୁ ଗୋଟେ ଭୁଲା ଭାବ ଯାଉଛି, ଆକୁ ନେଇକି ଆପଣଙ୍କର ପ୍ରତିକ୍ରିୟା କ'ଣ ରହିବ? ଆପଣ କ'ଣ କହିବେ? ମୁଁ ଏଇଟା କହୁଛି ବର୍ତ୍ତମାନ ଚୋର ନଥିଲେ ପୋଲିସ ନାହିଁ, ପୋଲିସ ନଥିଲେ ଓକିଲ ନାହିଁ, ଓକିଲ ନଥିଲେ କୋର୍ଟ ନାହିଁ, କୋର୍ଟ ନଥିଲେ ନ୍ୟାୟ ନାହିଁ। ତେଣୁ ବର୍ତ୍ତମାନ ଯେଉଁଟା ସମାଜରେ ଲୋକଙ୍କର ଗ୍ରହଣ ଯୋଗ୍ୟ ହେଉଛି, ସୋସିଆଲ ମିଡ଼ିଆକୁ ଯଦି ବନ୍ଦ କରାଯାଇ ପାରନ୍ତା ତାହେଲେ ଆଉ କୌଣସି ଜାଗାରେ ଅଶ୍ଳୀଳତା ଆସନ୍ତା ନାହିଁ। ତ ସୋସିଆଲ ମିଡ଼ିଆରେ ଯେତେବେଳେ ମନ୍ଦିରକୁ ଚୁଟି ଖୋଲିକି ଗଲେ କିମ୍ବା ଚିରା ଡ୍ରେସ୍ ପିନ୍ଧି ଗଲେ ସେଇଟା ବ୍ୟାନ୍ ହେଇପାରିଲା। ତ ସେମିତି ସୋସିଆଲ ମିଡ଼ିଆରେ ଯଦି ସେଇଭଳି ଘଟଣା ହେବ ତାହେଲେ ତ ଆଉ କେହି ଅଶ୍ଳୀଳତା ସୋସିଆଲ ମିଡ଼ିଆରେ ଆସିବନି, ସମାଜ ନଷ୍ଟ ହେବନି, ପିଲାମାନେ ପଥଭ୍ରଷ୍ଟ ହେବେ ନାହିଁ। ତେଣୁ ଯେତେବେଳେ ସରକାର ସୋସିଆଲ ମିଡ଼ିଆଟାକୁ ବନ୍ଦ କରିପାରୁନାହାନ୍ତି ତାପରେ ଏଇଟା ବନ୍ଦ କରିବା କେତେ ଦୂର ଯଥାର୍ଥ ସରକାରଙ୍କ ପାଖରେ ସେଇଟା ସମୟ କହିବ। ଖାଲି କହିଲେ ହେବନି, କରିକି ଦେଖେଇବା ଦରକାର। ପୁରା ଯାତ୍ରା ତ ବନ୍ଦ କରିଦେଲେ ସବୁ ବନ୍ଦ, ସରକାର ଯାତ୍ରା କାହିଁ କରୁଛନ୍ତି? ଯଦି ଖଣ୍ଡଗିରିଟାକୁ ଭୁବନେଶ୍ୱରର ଐତିହ୍ୟ କୁହାଯାଉଛି ତାହେଲେ ସେ ଐତିହ୍ୟରେ କେବଳ ଓଡ଼ିଶୀ ନାଚ ହଉ। ଯେମିତି ପ୍ରବାସୀ ଓଡ଼ିଆ ମାନେ ଆସିଲେ, ପ୍ରବାସୀ ଭାରତୀୟ ମାନେ ଆସିଲେ ଓଡ଼ିଶା, ସେମିତି ଖଣ୍ଡଗିରିରେ କେବଳ ପ୍ରବାସୀ ଭାରତୀୟମାନଙ୍କୁ ରଖାଯାଉ, କେବଳ ଓଡ଼ିଶୀ ଡ୍ୟାନ୍ସର ମାନଙ୍କୁ ଛଡ଼ାଯାଉ, ଯାତ୍ରାଟାକୁ ବର୍ତ୍ତମାନ ସେଇଠି ବନ୍ଦ କରାଯାଉ। ଆଉ ଯାତ୍ରା ତ ଚାରିଆଡ଼େ ଚାଲିଛି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଛି। ତେଣୁ ଯାତ୍ରାଟାକୁ ବନ୍ଦ ନ କରି ଯଦି ସରକାର କହିବେ ଆମେ ଅଶ୍ଳୀଳତା ବନ୍ଦ କରିବୁ, ଆରେ ଯାତ୍ରା ତ ସେଇଠି, ସରକାର କ'ଣ 24 ଘଣ୍ଟା ଜଗି ବସେ? ସେଇ ମେଲୋଡ଼ିକୁ ଯିଏ ଡାକୁଛି, ନାଇଁ ଯିଏ ଡାକୁଛନ୍ତି ମେଲୋଡ଼ିକୁ ସରକାର ତାଙ୍କୁ ଆଗ ବ୍ୟାନ୍ କରୁନାହାନ୍ତି ଯାତ୍ରାରୁ। ତେଣୁ ସରକାର ଯେଉଁଟା ଆଗ ABCD, ଯଦି ABକୁ ନ ଧରିକି CDକୁ ଧରିଲେ କ'ଣ ହେବ? ଦେଖନ୍ତୁ ଆଜ୍ଞା, ସମାଜ ଯାହା କହିବ, ସମ୍ବିଧାନ ଯାହା କହିବ, ଆଇନ ଯାହା କହିବ ଆମେ ତାକୁ କାର୍ଯ୍ୟକାରୀ କରିବୁ। ବିଗତ ଦିନରେ ଆପଣ ତାଙ୍କର ଓକିଲ ମଧ୍ୟ ଥିଲେ, ତାଙ୍କୁ ନ୍ୟାୟ ମଧ୍ୟ ଦେଉଥିଲେ। ଏବେ ଯେହେତୁ ତାଙ୍କର ପେଟ ପାଟଣା କଥା, ତାଙ୍କ ପେଟରେ ଲାତ ମରା ହେଉଛି କହିବାକୁ ଗଲେ, ସେ କ'ଣ ତାଙ୍କର ଏବେ କ'ଣ ରହିବ ଆଗାମୀ କାର୍ଯ୍ୟକ୍ରମ? ଯେହେତୁ ଆପଣ ଆଇନଜୀବୀ, ସେ ବିଷୟରେ ମୁଁ କହିପାରିବିନି। ତେଣୁ ମୋ ପାଖକୁ ମୁଁ ଜଣେ ଆଇନଜୀବୀ ହିସାବରେ ଯେକୌଣସି କାଟାଗୋରୀର କ୍ଲାଏଣ୍ଟ ମୋ ପାଖରେ ପହଞ୍ଚିବେ ମୁଁ ସମସ୍ତଙ୍କୁ ହେଲ୍ପ କରିବି।